ଆଜିର ପ୍ରଥମ ପ୍ରଶ୍ନ, ନିୟମିତ କେଉଁ ଜୁସ୍ ପିଇଲେ ଲିଭର ସୁସ୍ଥ ରହିଥାଏ? ଅପସନ୍ ଏ କଲରା ଜୁସ୍, ଅପସନ୍ ବି ଅଁଳା ଜୁସ୍, ଅପସନ୍ ସି ତରଭୁଜ ଜୁସ୍, ଅପସନ୍ ଡି ଅଙ୍ଗୁର ଜୁସ୍। ଏହାର ସଠିକ୍ ଉତ୍ତର ହେଉଛି ଫ୍ରେଣ୍ଡ ଅପସନ୍ ବି ଅଁଳା ଜୁସ୍। ଅଁଳା ଜୁସ୍ ପିଇଲେ ଲିଭର ସୁସ୍ଥ ରହିଥାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇଲେ ଡାଇବେଟିସ୍ ରୋଗ କଣ୍ଟ୍ରୋଲ ରହିବାରେ ସାହାଯ୍ୟ କରିଥାଏ? ଅପସନ୍ ଏ ବାଇଗଣ, ଅପସନ୍ ବି ଗାଜର, ଅପସନ୍ ସି କଲରା, ଅପସନ୍ ଡି ଭେଣ୍ଡି। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କଲରା। କଲରା ନିୟମିତ ଖାଇଲେ ଡାଇବେଟିସ୍ ରୋଗ କଣ୍ଟ୍ରୋଲ ହୋଇଥାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ କେଉଁ ଫଳ ରସ ଖାଇଲେ ରକ୍ତହୀନତା ରୋଗ ଭଲ ହୁଏ? ଅପସନ୍ ଏ ଅଙ୍ଗୁର, ଅପସନ୍ ବି ସେଉ, ଅପସନ୍ ସି ଡାଳିମ୍ବ, ଅପସନ୍ ଡି କଲରା। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଡାଳିମ୍ବ। ନିୟମିତ ଡାଳିମ୍ବ ରସ ପିଇଲେ ରକ୍ତହୀନତା ରୋଗ ଭଲ ହୁଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଗହମ ଓ ଚାଉଳରେ କ'ଣ ରଖିଲେ ପୋକ କେବେ ବି ହେବ ନାହିଁ? ଅପସନ୍ ଏ ଶୁଖିଲା ଲଙ୍କା, ଅପସନ୍ ବି ଶାଳପତ୍ର, ଅପସନ୍ ସି କେନ୍ଦୁଡାଳ, ଅପସନ୍ ଡି କର୍ପୂର। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କର୍ପୂର। ଗହମ ଓ ଚାଉଳରେ କର୍ପୂର ରଖିଲେ କେବେ ବି ପୋକ ହେବ ନାହିଁ। ଏହାର ପରବର୍ତ୍ତୀ ପ୍ରଶ୍ନ, ନିୟମିତ ମସୁର ଡାଲି ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ହାର୍ଟ ରୋଗ, ଅପସନ୍ ବି କୋଷ୍ଠକାଠିନ୍ୟ, ଅପସନ୍ ସି କିଡନୀ ରୋଗ, ଅପସନ୍ ଡି ବ୍ଲଡ୍ ପ୍ରେସର। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି କୋଷ୍ଠକାଠିନ୍ୟ। ନିୟମିତ ମସୁର ଡାଲି ଖାଇଲେ କୋଷ୍ଠକାଠିନ୍ୟ ରୋଗ ଭଲ ହୁଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ରାଜ୍ୟକୁ ମସଲାର ବଗିଚା ବୋଲି କୁହାଯାଏ? ଅପସନ୍ ଏ ଓଡ଼ିଶା, ଅପସନ୍ ବି ଜାମ୍ମୁ କାଶ୍ମୀର, ଅପସନ୍ ସି କେରଳ, ଅପସନ୍ ଡି ମହାରାଷ୍ଟ୍ର। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କେରଳ। ଭାରତର କେରଳ ରାଜ୍ୟକୁ ମସଲାର ବଗିଚା କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, କଦଳୀ ସହିତ କ'ଣ ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଅଛି? ଅପସନ୍ ଏ ଅଣ୍ଡା, ଅପସନ୍ ବି କ୍ଷୀର, ଅପସନ୍ ସି ଆଖୁ ରସ, ଅପସନ୍ ଡି ଗରମ ପାଣି। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅଣ୍ଡା। କଦଳୀ ସହିତ ଅଣ୍ଡା ଖାଇଲେ ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ଅଛି। ଏହାର ପରବର୍ତ୍ତୀ ପ୍ରଶ୍ନ, ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର କ'ଣ ଅଟେ? ଅପସନ୍ ଏ ପଦ୍ମଶ୍ରୀ, ଅପସନ୍ ବି ପରମବୀର ଚକ୍ର, ଅପସନ୍ ସି ଭାରତ ରତ୍ନ, ଅପସନ୍ ଡି ଖେଳ ରତ୍ନ। ତ ଫ୍ରେଣ୍ଡ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଭାରତ ରତ୍ନ। ଭାରତ ରତ୍ନ ହେଉଛି ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର। ଏହାର ପରବର୍ତ୍ତୀ ପ୍ରଶ୍ନ, କେଉଁ ପତ୍ର ପେଷ୍ଟ କରି ମୁହଁରେ ଲଗାଇଲେ ବୁଢ଼ୀ ବୟସରେ ବି ମୁହଁର ଚମକ ରହିବ? ଅପସନ୍ ଏ ବେଲପତ୍ର, ଅପସନ୍ ବି ଧଣିଆ ପତ୍ର, ଅପସନ୍ ସି ତୁଳସୀ ପତ୍ର, ଅପସନ୍ ଡି କଦଳୀ ପତ୍ର।
ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ତୁଳସୀ ପତ୍ର। ତୁଳସୀ ପତ୍ର ମୁହଁରେ ଲଗାଇଲେ ମୁହଁର ଚମକ ରହିଥାଏ।